जय जगन्नाथ। आज पिले भल कथा मन रख। आज आलोचना करवा माणिक्या केते सत्य। आगुर गोटे कहूँ जड़े भाई आमको मैसेज करते ना हूँ अमर निर्विकार। से बोधे आम ओडिशा लोक व्यक्ति विशेष कहती कारण हिंदी रे कमेंट करते से लिखी अभिराम जी आपकी कली जुगाब्द आधारित अंक गणना तो फेल हो गई। आपके अनंत माधव अंक में भी 1 वर्ष का डोल है। गोटे पद लिखी से पदरा से लिखिं से कौन जार जात सुत पांडवों नाथ ताबा में कंकड़ा रख। से बुझे लिखिले जाकू जार सुत पांडव को नाथ ताबा में कंकड़ा रख। अभिराम जी इसका अर्थ 49 नहीं 48 है। 48 मानकर गणना कीजिए से ही परिणाम मिलेगा। जा हो से प्रभु जगन्नाथ से अमर निर्विकार भाई सदिच्छा पूर्ण करूँ चला पथ को सुपथगामी करातु। जा से बहुत दूर था कि आम एपिसोड देखुं से भाई की आम कह कथा नाई भाई सेटा 48 अंक नुह सेटा हूँ 49 अंक। केमिति आपण भाई जार जात सुत पांडवों नाथ जार जात सुत बोलते पांडव होती किए कृष्ण। पांडवों नाथ हेले कृष्ण। कृष्ण अष्टम गर्भ में आसवा हेतु से 8 ना ना से विषय महापुरुष लिखिना से तो समझ जानती। कृष्ण शब्दर अर्थ हूँ कौन भगवान। मन रखी था कृष्ण होती 4 प्रकार। जड़े हेले श्रीकृष्ण जहाँ नाम है वासुदेव। अर्जुन गोटे नाम दीति कृष्ण तांको कृष्ण बोली कहुए। आउ जड़े थिले कृष्ण द्रुपायन से होती किए वेदव्यास कृष्ण। एवं पुनः आउ जन अच्छा नित्य कृष्ण। यहीपरि 4 जन हेले कृष्ण। ये मन रखु। अच्युतानंद महापुरुष शिवकल्परी पदटी लिखी कहले जार जात सुत। जार जात सुत बोलते पांडव हेले 5। पांडवों नाथ किए हेले कृष्ण। कृष्ण होती 4 आपको मिसेले के 9। ताबा में कंकड़ा रख। कंकड़ा हूँ राशि संख्यार हूँ 4 49 अंक। तमें दीटा 48 अंक धर तुम देख भविष्य महापुरुष अनंत माधव 48 अंक यदि विचार करा जाए ताले से जो तिथिवार नक्षत्र सब पढ़ी कस्मिन काले मिसबनी। यदि 49 अंक को विचार करा जाए महापुरुष जो तिथिवार नक्षत्र गुड़ाक जो अंक लिखिं संपूर्ण मेल कर। तेणु महापुरुष कहले जार जात सुत पांडवों नाथ। जार जात सुत हेले किए पंचु पांडव हेले 5। तांकर नाथ हेले किए से कृष्ण। कृष्ण होती 4 प्रकार 5 4 9। ता बामे कंकड़ा रख कंकड़ा होती 4। जो 49 अंक हम से कौन हम ना ऋषिया हेब विमुख। विमुख शब्दर अर्थ आम ओडिया कहती विमुख बोलते कौन मुह मरी चली दिया मन को पाइलानी। पुणी विमुख शब्दर अर्थ हूँ आगगर। चतुर्थ समर होइब आरंभ ऋषिया हेब विमुख। महापुरुष अच्युत कहते जिते 49 अंक आरंभ हम से
ସେ ଆଗ ତରିଆ ବାହାରିକି ଯୁଦ୍ଧ କରିବ। ତମେ ଦେଖ ଯେତେବେଳେ 49 ଅଙ୍କ ହେଲା, ତାପରେ ରୁଷ ୟୁକ୍ରେନ କ'ଣ ହେଲା, ଯୁଦ୍ଧ ହେଲା। ପ୍ରଥମ ଆରମ୍ଭ କଲା କିଏ? ସେ ରୁଷିଆ। ସେଇଠୁ ଯୁଦ୍ଧର ବିଭୀଷିକା ଚାଲିଛି। ଇଏ ବିଭୀଷିକା ମନେ ରଖିଥା, ଇଏ କେବେ ହେଲେ ସରିବ ନାହିଁ। ପୁଣି ଅନ୍ୟ କେଉଁ ଦେଶ ଭିତରେ ଦେଶ ଭିତରେ ହେବ, ଏମିତି ପରସ୍ପର ଭିତରେ ଯୁଦ୍ଧ ଚାଲିବ। ଆଉ ଜଣେ ଭାଇ ଆମକୁ ମଧ୍ୟ କହୁଥିଲେ, ଭାଇନା ତ କହୁଥିଲେ 49 ଅଙ୍କରୁ ଚତୁର୍ଥ ସମର ହେବ, ଫେରେ ଓଡ଼ିଶାରେ କ'ଣ କହୁଛନ୍ତି 24 ଅଙ୍କରେ ହେବ। ଏଇ ଯେଉଁ ଯୁଦ୍ଧର ବିଭୀଷିକା କ'ଣ ହେବ, ଚାଲିବ ଦେଶ ଭିତରେ ସବୁ। ଶେଷ ସମୟ ଯେଟା ଯେଉଁ ଓଳିଏ ଯୁଦ୍ଧଟା ବାକି ଅଛି, ଏମିତି ଚାଲି ମୁଣ୍ଡି ମରିବ କେଉଁଠି, ଓଡ଼ିଶାରେ। ସେଟା କେବେ ହେବ ନା, ମୁକୁନ୍ଦ ଦେବଙ୍କର 24 ଅଙ୍କରେ ଘଟଣା ହେବ ହେଲା। କେଉଁଠି ହେବ ନା, ଭୁବନେଶ୍ୱରରେ ଯୁଦ୍ଧ ସେତେବେଳେ ଗୋଳ ଆରମ୍ଭ ହେବ। ତେଣୁ ଯୁଦ୍ଧର ବିଭୀଷିକା ଆରମ୍ଭ ହୋଇଛି ମାନେ ସରିବ ନାହିଁ। ଆଉ ମନେ ରଖିଥାଅ, ମହାପୁରୁଷଙ୍କ 53 ଅଙ୍କରୁ, ମହାପୁରୁଷ ତ କହିଛନ୍ତି ଅନନ୍ତ ମାଧବଙ୍କ 53 ଅଙ୍କରୁ 58 ଅଙ୍କ ପର୍ଯ୍ୟନ୍ତ ବହୁ ବିପଦ। ତାପରେ ମୁକୁନ୍ଦ ଦେବଙ୍କର 12 ଅଙ୍କରୁ 42 ଅଙ୍କ ପର୍ଯ୍ୟନ୍ତ ମହାନ ବିପଦ। ଦି ଭାଗରେ କ'ଣ ହେଇଛି, ବିଭକ୍ତ କରାଯାଇଛି। କଳିର ଦିବ୍ୟସିଂହ ରଜା ଥିବେ ଏବଂ ଆସିବେ କେସେ ନା ମୁକୁନ୍ଦ। ଏଇ ଯେଉଁ ସମୟ ମାନେ ସଙ୍ଗମ ସମୟ, ଏଇ ସମୟଟା ହେଉଛି ଘଡ଼ିସନ୍ଧି ମୁହୂର୍ତ୍ତ। ବୁଝିଯାଉଛି? ଏଣିତା ମନେ ରଖିଥା ଛୁଆ, କଳିର ପାପ ଭାର ଏତେ ହେଇଯାଇଛି, କେହି କାହାକୁ ମାନିବେନି, ସମସ୍ତେ ପ୍ରକୃତି କବଳରେ ବିନାଶ। ପଞ୍ଚ ମହାଭୂତ ଦ୍ୱାରା ହିଁ କ'ଣ ହେବ, ବିନାଶ। ସେଥିପାଇଁ ଗୋଟେ କଥା ପଦ ମନେ ପଡ଼େ, ମଣିଷ ଡରଇ ମଣିଷକୁ ଭାଇ, ବିଚିତ୍ର ଏ କଳି ଯୁଗ, ପାଣି ପବନକୁ ସରବେ ଡରିବେ, ଦହିବର କୁଟ ଯୁଗ। ମଣିଷ ମଣିଷକୁ ମାରିଦେଉଛି। ବର୍ତ୍ତମାନ ମନୁଷ୍ୟ କ'ଣ ହେଉଛି, ମାନେ ହିଂସ୍ର ହେଇଯାଇଛି, ପଶୁ ସଙ୍ଗେ ସମାନ ହେଇଯାଇଛି। ପଶୁମାନେ ଆଶ୍ରୟ ଦେଉଛନ୍ତି, କିନ୍ତୁ ମଣିଷ ବର୍ତ୍ତମାନ କାହାକୁ ଆଶ୍ରୟ ଦେଉନାହାନ୍ତି। ଉଗ୍ର ହେଇଗଲେଣି, ଲୋଭାଗ୍ରସ୍ତ ମାନବା। ତେଣୁ ଧର୍ମ ଗ୍ଲାନି ଘଟିଲାଣି, ଯାହା ଫଳରେ ନିଶ୍ଚିନ୍ତ ଭାବରେ ଖୁବ୍ ନିକଟ, ବେଶୀ ନୁହଁ, 20-30 ବର୍ଷ ଭିତରେ ସମଗ୍ର ପୃଥିବୀର ବାତାବରଣ ଗୋଟେ ପରିବର୍ତ୍ତନ ହେବ। ଏକଥା କେତେ ଅତ୍ୟୁକ୍ତି ହେବ ନାହିଁ। ବୁଝିଯାଉଛି? ଆଉ ଜଣେ ଭାଇ ଆମକୁ କହିଥିଲେ କ'ଣ, ଇଏ ନିକଟରେ କୁଆଡ଼େ 7 ଦିନ ଅନ୍ଧାର ହେବ। ଆମେ ସେ ଭାଇକି କହୁଛୁ, ଭାଇ ଏକା 7 ଦିନ ଅନ୍ଧାର ହେବାର ନାହିଁ। ଅନ୍ଧାର ହେବ ବୋଲି କ'ଣ ପୁରା ରାତି ହେଇଯିବ, ତା ନୁହଁ। ଅକସ୍ମାତ ଦୈବ ଦୁର୍ବିପାକ ଘଟିବ, ବର୍ଷା ପବନ ହେବ, କୁହୁଡ଼ି ପଡ଼ିବ, ଏମିତି ସବୁ ଘଟିବ। ବହୁତ ଧନ ଜୀବନ ହାନି ହେବ ଅବଶ୍ୟ, କିନ୍ତୁ ମହାପୁରୁଷ କହିଛନ୍ତି 55 ଅଙ୍କ ଭୋଗ କରୁଥିବ, ମୀନ କୃଷ୍ଣ ଚତୁର୍ଦ୍ଦଶୀ ଶୁକ୍ରବାରେ ପଡ଼ୁଥିବ, ସେଇଦିନ ଏ ଘଟଣା ଘଟିବ। ବର୍ତ୍ତମାନ 55 ଅଙ୍କ ଭୋଗ କରିନାହିଁ, ବର୍ତ୍ତମାନ 53 ଅଙ୍କ ଭୋଗ କରୁଛି। ତେଣୁ ସମୟ ଆହୁରି ଅଛି, ସେ ପର୍ଯ୍ୟନ୍ତ ଧୈର୍ଯ୍ୟ ଧର, ସେଇ ପ୍ରଭୁଙ୍କ ପାଖରେ ଶରଣାପନ୍ନ ହୁଅ, ନିଶ୍ଚିନ୍ତ ଭବ ସଂସାର ଉତରିଯିବ, ଏଥିରେ ଉତ୍ତିକ୍ତି ହେବ ନାହିଁ। ଆଉ ଭକ୍ତ ହେବାକୁ ଚେଷ୍ଟା କର। ଭକ୍ତ କ'ଣ, ଭକ୍ତ ସଦା ସର୍ବଦା ସେ ପ୍ରଭୁଙ୍କୁ ରାଜପଦ ମାଗେ ନାହିଁ, ପ୍ରଭୁଙ୍କୁ ଜ୍ଞାନୀ ହେବାକୁ ମାଗେ ନାହିଁ, ପ୍ରଭୁଙ୍କୁ ଧନୀ ହେବାକୁ ମାଗେ ନାହିଁ, ପ୍ରଭୁଙ୍କୁ ପିଲାଛୁଆ ହେବାକୁ ମାଗେ ନାହିଁ। ପ୍ରଭୁଙ୍କୁ ମାଗେ କ'ଣ, ହେ ପ୍ରଭୁ ତୋ ପଦ ତଳେ ଯେ ଅଭାଗାକୁ ଶରଣ ଦେ, ତୁମେ ଜଗତ ଉଦ୍ଧାର ହେବ। ଏଇ ଭାବରେ ଯେଉଁ ଭକ୍ତ ଥିବେ, ସେମାନଙ୍କ ପାଦରେ ଅଗରେ ଗୋଡ଼ରେ କଣ୍ଟା ବାଜିବ ନାହିଁ। ଯେଉଁମାନେ ଇଆଡ଼େ ଲୋଭାଗ୍ରସ୍ତ ହେଇଥିବେ, ସିଆଡ଼େ ହରି ହେଉଥିବେ, ଆଉ କିଛି ଭକ୍ତ ଅଛନ୍ତି ଆମକୁ ଫୋନ୍ କରନ୍ତି, ଅମକ ହେବ ସମକ ହେବ। ନିଜେ ଯଦି ଠିକ୍ ଦେବା, ସେ ଯଦି ହେବାର ଅଛି ହେବ, ଆମ ସେଥିରେ କ'ଣ ହେଲା। ବୁଝିହେଉଛି? ତେଣୁ 7 ଦିନ ବର୍ତ୍ତମାନ ଅନ୍ଧାର ହେବାର ନାହିଁ,
ଅଣଚାଶ ଅଙ୍କରେ ମହାପୁରୁଷ ନେଇଥିଲେ ଯୁଦ୍ଧ ହେବାର କଥା, ଯୁଦ୍ଧ ଆରମ୍ଭ ହେଇଯାଇଛି। ଏ ଯୁଦ୍ଧ ଏଣ୍ଡ ହେବ କେଉଁଠି ନା ବାଳମୁକୁନ୍ଦଙ୍କର 24 ଅଙ୍କରେ ଯାଇକି ଓଡ଼ିଶାରେ ସମାପନ ହେବ। ଜୟ ଜଗନ୍ନାଥ। ସେ ପ୍ରମୋ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦ ଗବା।